ओस्कार 2026 ପାଇଁ ଫିଚର ଫିଲ୍ମ ବର୍ଗରେ ଘୋଷଣା ହେଲା ନା। ଓସ୍କାର 2026 ରେ ଏଣ୍ଟ୍ରି ମାରିଲା ହୋମ୍ ବାଉଣ୍ଡ। ଓସ୍କାର 2026 ପାଇଁ କରଣ ଜୋହରଙ୍କ ଫିଲ୍ମ ହୋମ୍ ବାଉଣ୍ଡ ଅଫିସିଆଲ ଏଣ୍ଟ୍ରି ମାରିଛି। ଶୁକ୍ରବାର କୋଲକାତାର ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ନାଁ ଘୋଷଣା କରାଯାଇଛି। ଫିଚର ଫିଲ୍ମ କ୍ୟାଟେଗୋରୀରେ ହୋମ୍ ବାଉଣ୍ଡ ମନୋନୀତ ହୋଇଛି। କରଣ ଜୋହରଙ୍କ ପ୍ରଡକ୍ସନ ହାଉସ୍ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମଟି, ଯେଉଁଥିରେ ईशान खट्टर, विशाल जेठवा, जानवी कपूर प्रमुख अभिनय କରିଛନ୍ତି। ତେବେ ଆସନ୍ତା ସେପ୍ଟେମ୍ବର 26 ତାରିଖରେ ଏହା ପରଦାରେ ରିଲିଜ୍ ହେବ। ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହୋମ୍ ବାଉଣ୍ଡ ଫିଲ୍ମଟି ଖୁବ୍ ପ୍ରଶଂସା ସାଉଣ୍ଟିଛି। ଟୋରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମଟି ପିପୁଲ୍ସ ଚଏସ୍ ଆୱାର୍ଡ ପାଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ ପାଇଁ ଗତ 16ରେ ଲିଷ୍ଟ ଜାରି ହୋଇଥିଲା। ଏହାପରେ 22 ଜାନୁଆରୀ 2026 ପାଇଁ ଶେଷ 5 ନାମାଙ୍କନ ଫିଲ୍ମର ଘୋଷଣା କରାଯିବ। ଓସ୍କାରର 98ତମ ସମାରୋହ ମାର୍ଚ୍ଚ 15, 2026 ଲସ୍ ଆଞ୍ଜେଲସ୍ ୱାର୍ଲ୍ଡ ଥିଏଟରରେ ଆୟୋଜିତ ହେବାକୁ ଯାଉଛି।